ମହାସତୀ ସାବିତ୍ରୀ। ସାବିତ୍ରୀଙ୍କ ବ୍ରତ କଥା। ଗଜାନନ ବୀଣା ପାଣି ହୁଅ ହେ ପ୍ରସନ୍ନ, ଲେଖିପାରେ ସାବିତ୍ରୀଙ୍କ ବ୍ରତ ଉପାଖ୍ୟାନ। ଯୁଧିଷ୍ଠିରଙ୍କର ଜଗତ କଲ୍ୟାଣ ଭାବନା। ମଧୁସୂଦନଙ୍କୁ ପ୍ରଶ୍ନ, କେଉଁ ବ୍ରତ କଲେ ନାରୀମାନଙ୍କ ଶଙ୍ଖା ସିନ୍ଦୁର ସୁରକ୍ଷିତ ରହିବ ଆଉ ନାରୀମାନେ ସୌଭାଗ୍ୟବତୀ ହେବେ? ଉତ୍ତରରେ ପ୍ରଭୁ ଆରମ୍ଭ କଲେ ସାବିତ୍ରୀ ବ୍ରତର ବୃତ୍ତାନ୍ତ। ଅଶ୍ୱପତି ନାମରେ ଜଣେ ରାଜା ଥିଲେ। ତାଙ୍କ ରାଣୀଙ୍କ ନାମ ଥିଲା କୌଶଲ୍ୟା। ସେ ଥିଲେ ସର୍ବଗୁଣ ସମ୍ପନ୍ନା। ହେଲେ ରାଜା ରାଣୀ ଥିଲେ ନିଃସନ୍ତାନ। ସାଧୁସନ୍ତଙ୍କୁ ପଚାରି ସନ୍ତାନ ପ୍ରାପ୍ତି ପାଇଁ ନିଷ୍ଠାର ସହ କଲେ ସାବିତ୍ରୀ ବ୍ରତ। ବିତିଗଲା ବର୍ଷ ପରେ ବର୍ଷ। ଦିନେ ରାଣୀ ସ୍ୱପ୍ନ ଦେଖିଲେ, ମା ମା ଡାକୁଅଛି ଆସି ଏକ ବାଳି, ଅତି ଆନନ୍ଦରେ ମାତା ଉଠିଲେ କୁରୁଳି। ରାଣୀ ସ୍ୱପ୍ନ କଥା କହିଲେ ରାଜାଙ୍କୁ। ରାଜା ଯଜ୍ଞର ପୂର୍ଣ୍ଣାହୁତି କରନ୍ତେ ଯଜ୍ଞ କୁଣ୍ଡରେ ଦେବୀ ହେଲେ ଆବିର୍ଭୂତା। ତାପରେ ପରେ ରାଣୀ ହେଲେ ଅନ୍ତଃସତ୍ତ୍ୱା। ଦିନ ମାସ ସରିଲା। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଜନ୍ମ ଦେଲେ କନ୍ୟା ସନ୍ତାନ। ନାମ ଦେଲେ ସାବିତ୍ରୀ। ଜନମିଲା ଯେଉଁ ବାଳା କୋଟି ଚନ୍ଦ୍ର କଳା, ବଢିଲା ସେ ଦିନୁ ଦିନ ସତେ ଶଶୀ କଳା। ଜନମିଲା ଯେଉଁ ବାଳା କୋଟି ଚନ୍ଦ୍ର କଳା, ବଢିଲା ସେ ଦିନୁ ଦିନ ସତେ ଶଶୀ କଳା। ଚାହୁଁ ଚାହୁଁ କନ୍ୟାର ବିବାହ ସମୟ ଆସିଗଲା। ପିତା ଅନୁଷ୍ଠିତ କଲେ ସ୍ୱୟଂବର। କନ୍ୟା ବରଣ କଲେନି କାହାକୁ। ଅଶ୍ୱପତି ହେଲେ ଚିନ୍ତିତ। ଭାର୍ଗବ ଋଷିଙ୍କୁ ଡାକି କହିଲେ ମନର କଥା। ସେ କହିଲେ, କନ୍ୟା ମୋ ଏତେ ସୁନ୍ଦର, କେଉଁଠୁ ଖୋଜିବି ବର? ଋଷି କହିଲେ, ଏ କନ୍ୟା ସ୍ୱଇଚ୍ଛାରେ ବର ଖୋଜିବ। ବର ଖୋଜିବାର ସ୍ୱାଧୀନତା କନ୍ୟାକୁ ଦିଅନ୍ତୁ। ବିହି କନ୍ୟା ଲଲାଟରେ ତାହା ଲେଖିଛନ୍ତି। ସାବିତ୍ରୀଙ୍କୁ ନେଇ ରାଜା କନ୍ୟାକୁ ବର ଖୋଜିବାର ସ୍ୱାଧୀନତା ଦେଲେ। ସାବିତ୍ରୀ ବାହାରିଲେ ଇପ୍ସିତ ବର ଅନ୍ୱେଷଣରେ ସଖୀଙ୍କ ସହ। ବନସ୍ତରେ ଘୁରୁ ଘୁରୁ ଦେଖିଲେ ଏକ ଆଶ୍ରମ, ଆଉ ଦର୍ଶନ କଲେ କାଠ କାଟୁଥିବା ଜଣେ ଦେବପୁରୁଷଙ୍କୁ। ଅଙ୍ଗରୁ ଝଟକୁଥିଲା ସୂର୍ଯ୍ୟ ସମ କାନ୍ତି। ଦେବପୁରୁଷ ଜଣକ ଥିଲେ ରାଜା ଦ୍ୟୁମତ୍ସେନ ଆଉ ରାଣୀ ମାଳବିକାଙ୍କ ପୁତ୍ର ସତ୍ୟବାନ। ସାବିତ୍ରୀ ତାଙ୍କର ତନୁ ମନ ପ୍ରାଣ ସବୁକିଛି ତାଙ୍କୁ ସମର୍ପି ଦେଲେ ମନେ ମନେ, ଆଉ ବାହୁଡ଼ି ଆସିଲେ ପ୍ରାସାଦକୁ। ପିତାଙ୍କୁ କହିଲେ ସମସ୍ତ ଘଟଣା। ବିଧିର ସଂଯୋଗ। ସେ ସମୟରେ ନାରଦଙ୍କ ଆଗମନ। ପିତା ପୁତ୍ରୀ ପ୍ରଣିପାତ କଲେ। ତ୍ରିକାଳଦର୍ଶୀ ନାରଦ ସବୁ କଥା ଜାଣି ସାରିଥିଲେ। ରାଜା ଅଶ୍ୱପତିଙ୍କୁ କହିଲେ, ବିଧିର ବିଧାନ ବଡ଼ ବିଚିତ୍ର। ତୁମ କନ୍ୟା ଯାହାକୁ ବରଣ କରିଛନ୍ତି ସେ ସର୍ବଗୁଣ ସମ୍ପନ୍ନ ଆଉ ଅଳ୍ପାୟୁଷ। ତାଙ୍କ ପିତାଙ୍କର ଦୃଷ୍ଟିଶକ୍ତି ଚାଲି ଯାଇଥିବାରୁ ପିତା ରାଜ୍ୟରୁ ବିତାଡ଼ିତ। ରାଜାଙ୍କୁ କହିଲେ, ଯେଉଁ ସତ୍ୟବାନ ମଦନ ସଦୃଶ ରୂପ ଗୁଣେ ପୂର୍ଣ୍ଣ ହେଲେ ଅଳ୍ପାୟୁଷ। ନାରଦଙ୍କ ଏ ଉକ୍ତି ରାଜା ଶୁଣିଲେ। ରାଜା ରାଣୀଙ୍କର ଭାଳେଣି ପଡ଼ିଲା। କନ୍ୟା ବରି ସାରିଛି, ମନ ପ୍ରାଣ ବିକି ଦେଇଛି। ସବୁ ଶୁଣି ସଭିଙ୍କ ଆଶୀଷ ଘେନିଲେ ସାବିତ୍ରୀ। ନାରଦ ବିଷାଦ ମନ ନେଇ କହିଲେ, ସୁଲକ୍ଷଣୀ କନ୍ୟା ତୁ ଗୋ। ପିତା ଅଶ୍ୱପତି ଧରାବକ୍ଷେ କାଳେ କାଳେ ରହୁ ତୋର ଖ୍ୟାତି। ଏତିକି କହି ନାରଦ ଅନ୍ତର୍ଧ୍ୟାନ ହେଲେ। ବିବାହ କାର୍ଯ୍ୟ ସମ୍ପନ୍ନ ହେଲା। ସାବିତ୍ରୀ ସତ୍ୟବାନଙ୍କର ଉଭୟଙ୍କର ମିଳନ ହେଲା। ଶାଶୁ ଶ୍ୱଶୁରଙ୍କ ସେବା, ପତିଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଭକ୍ତିଭାବ ନେଇ ଦିନ ମାସ ଗଡ଼ି ଚାଲିଲା। ସୁଖର ଦିନ ସରି ସରି ଆସୁଥାଏ। ପୂର୍ବ କଥା ସ୍ମରଣ କରି ସାବିତ୍ରୀ ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି। ବର୍ଷେ ପୂରିବାକୁ 3 ଦିନ ବାକି। ସାବିତ୍ରୀ ଭକ୍ତି ସହକାରେ ବ୍ରତ ରଖିଲେ। ବ୍ରତର ତୃତୀୟ ଦିନ ଜ୍ୟେଷ୍ଠ ଅମାବାସ୍ୟା। ସତ୍ୟବାନଙ୍କର ଶେଷ ଦିନ। ସତ୍ୟବାନ କାଠ ସଂଗ୍ରହ ପାଇଁ ବାହାରନ୍ତେ ସାବିତ୍ରୀ ସ୍ୱାମୀଙ୍କ ସହିତ ବନକୁ ଗମନ କଲେ। ସ୍ୱାମୀଙ୍କୁ କହିଲେ, ଆଜ ଦିନ ସ୍ୱାମୀ ମୋତେ କର ନାହିଁ ମନା, ତୁମ ସାଥେ ଯିବା ପାଇଁ ମନର ଭାବନା। ଉଭୟ ମିଶି ଜଙ୍ଗଲକୁ ବାହାରି ଗଲେ। ସତ୍ୟବାନ କାଠ ହାଣୁଥିବା ଅବସ୍ଥାରେ ତାଙ୍କୁ 10 ଦିଗ ଅନ୍ଧକାର ଦେଖାଗଲା। ସାବିତ୍ରୀ ସତ୍ୟବାନଙ୍କ ଅବସ୍ଥା ଦେଖି ତାଙ୍କୁ କୋଳକୁ ତୋଳି ଧରିଲେ। ମସ୍ତକକୁ କୋଳରେ ରଖି କପାଳ ଆଉଁସିବାକୁ ଲାଗିଲେ, ଆଉ ପ୍ରଭୁ ନାମ ସ୍ମରଣ କଲେ। ପ୍ରଭୁଙ୍କ ନାମ ସଂକୀର୍ତ୍ତନ
ଆଉ ମନରେ ଅନେକ ଭାବନା। ଶୂନ୍ୟ ହୋଇଯିବ କି ସୀମନ୍ତ, ମୁନିବାକ୍ୟ ହୋଇବ କି ସତ୍ୟ। ନାମ ସ୍ମରି କରନ୍ତି ରୋଦନ, ଶିହରଣ ତନୁରେ କମ୍ପନ। ସ୍ୱାମୀଙ୍କୁ ଧରି ରୋଦନ କରୁଥିବା ବେଳେ ଯମରାଜଙ୍କର ପ୍ରବେଶ। କହିଲେ ମୁଁ ହେଉଛି ଜନ୍ତୁପତି। କାଳ ପୁରିଲେ ପ୍ରାଣ ନେବା ପାଇଁ ମୁଁ ଯମଦୂତଙ୍କୁ ପଠାଏ, ହେଲେ ତୁମ କ୍ଷେତ୍ରରେ ତାର ବ୍ୟତିକ୍ରମ। ତୁମେ ସତୀ ଯେଣୁ ଯମଦୂତ ଫେରିଗଲେ, ଆସିଲି ମୁଁ ତେଣୁ। ସାବିତ୍ରୀ ଯମରାଜଙ୍କୁ ସ୍ୱାମୀଙ୍କ ଜୀବନ ନେବା ପାଇଁ ଅନୁନୟ ବିନୟ ହୋଇ କହିଲେ, ଯମରାଜ କିଛି ନ ଶୁଣି ସତ୍ୟବାନଙ୍କୁ ଧରି ସ୍ୱର୍ଗ ଅଭିମୁଖେ ଯାତ୍ରା କରିପାରୁ। ସାବିତ୍ରୀ ଯମରାଜଙ୍କ ପଛେ ପଛେ ଅନୁସରଣ କଲେ। ଭୟଭୀତା ସାବିତ୍ରୀ ଯମରାଜଙ୍କ ପଛରେ ଯାଉଥାନ୍ତି। କିଛି ବାଟ ଯିବା ପରେ ଯମରାଜ ସାବିତ୍ରୀଙ୍କ ପ୍ରତିଭକ୍ତିରେ ସନ୍ତୁଷ୍ଟ ହୋଇ ଏକ ବର ଯାଚିଲେ, ଆଉ କହିଲେ ସ୍ୱାମୀଙ୍କ ଜୀବନ ବ୍ୟତୀତ ଯେଉଁ ବର ମାଗୁଛ ମାଗ। ପ୍ରଥମ ବରରେ ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ଦୃଷ୍ଟି ଶକ୍ତି। ଯମରାଜ କହିଲେ ତଥାସ୍ତୁ। ତଥାପି ସାବିତ୍ରୀ ଗୃହକୁ ନ ଫେରି ଯମରାଜଙ୍କ ପଛରେ ଅନୁଗମନ କଲେ। ଯମରାଜ ଦ୍ୱିତୀୟ ବର କଥା କହିଲେ। ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ରାଜ୍ୟ। ଯମରାଜ କହିଲେ ତଥାସ୍ତୁ। ତଥାପି ସାବିତ୍ରୀ ତାଙ୍କ ପଛରେ ଚାଲିଲେ। ଯମରାଜ କ୍ରୋଧିତ ହୋଇ କହିଲେ, ଦୁଇ ବର ଯାଚିଦେଲି, ଆସୁଛ ପଛରେ, ଆସ ନାହିଁ ଫେରିଯାଅ ଘର। ସାବିତ୍ରୀ କହିଲେ, ଜନ୍ତୁରାଣ ହୁଅ ନା ନିଷ୍ଠୁର, ମୋ ପିତାଙ୍କ ପୁତ୍ର ନାହିଁ, ତାଙ୍କୁ ଦିଅ ଏକଇ କୁମର। ପୁନଶ୍ଚ ଯମରାଜ କହିଲେ ତଥାସ୍ତୁ। ତଥାପି ସାବିତ୍ରୀ ଯମରାଜଙ୍କ ପଛରେ ଚାଲିଲେ। ଯମରାଜଙ୍କର ସେହି କଥା, ସ୍ୱାମୀଙ୍କ ଜୀବନ ବିନା ଯେଉଁ ବର ମାଗୁଛ ମାଗ। ସାବିତ୍ରୀ ମାଗିଲେ ଶତପୁତ୍ର ଜନନୀ ହେବାର ବର। ଯମରାଜ କହିଲେ ତଥାସ୍ତୁ। ଯମରାଜଙ୍କଠୁ ତଥାସ୍ତୁ ଶୁଣି ସାବିତ୍ରୀ କହିଲେ, ସ୍ୱାମୀ ବିନା ମୁଁ କିପରି ପୁତ୍ରବତୀ ହେବି? ହେ ଧର୍ମରାଜ, ତୁମ ବଚନ ମିଥ୍ୟା ହେବ। ସାବିତ୍ରୀଙ୍କ ବାଣୀ ଶୁଣି ଯମରାଜଙ୍କ ମଥା ଘୂରିଗଲା। ଶେଷରେ ଯମରାଜ କହିଲେ, ତୁହି ସତୀ ତୁହି ପୁଣ୍ୟବତୀ, ତୋ ପାଶେ ମୁଁ ନିରୁପାୟ, ଘୂରେ ମୋର ମତି। ଯମରାଜ ବିଧିର ବିଧାନକୁ ଉଲ୍ଲଙ୍ଘନ କରି ସତ୍ୟବାନଙ୍କୁ ଫେରାଇ ଦେଲେ। ବିଧିର ବିଧାନ ହେଲା ଆନ, ସତ୍ୟବାନ ପାଇଲେ ଜୀବନ। ସାବିତ୍ରୀଙ୍କ ନାହିଁ ପଟାନ୍ତର, ପୂଜନୀୟା ମହାସତୀ ନାରୀ। ନାରୀକୁଳ ଶିରୋମଣି, ସାବିତ୍ରୀଙ୍କ ବ୍ରତ କରି ଅହ୍ୟରାଣୀ ତର। ସାବିତ୍ରୀଙ୍କ ନାହିଁ ପଟାନ୍ତର, ସାବିତ୍ରୀଙ୍କ ବ୍ରତ କରି ଅହ୍ୟରାଣୀ ତର।